କାହାଠାରୁ ମାଗଣା ଖାଇବା ଉଚିତ ନୁହେଁ। ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର କାହାଣୀଟିଏ। ଜଣେ ଲୋଭୀ ରାଜା ଥିଲେ। ଥରେ ତାଙ୍କ ରାଜପ୍ରସାଦ ବଗିଚାରେ ବୁଲୁଥିବା ବେଳେ ସେ ଜଣେ ବ୍ୟକ୍ତିଙ୍କୁ ଦ୍ୱାର ପାଖରେ ଠିଆ ହୋଇଥିବାର ଦେଖିଲେ। ସେ ତାଙ୍କ ଦ୍ୱାରପାଳଙ୍କୁ ପଚାରିଲେ, ସେଠାରେ କିଏ କାହିଁକି ଠିଆ ହୋଇଛନ୍ତି ପଚାରି ବୁଝ। ଦ୍ୱାରପାଳ ଦ୍ୱାର ଖୋଲିଦେଇ ସେଠାରେ ଜଣେ ବ୍ୟକ୍ତିକୁ ଗୋଟିଏ ମୋଟା ଜିଅନ୍ତା କୁକୁଡ଼ା ଧରି ଠିଆ ହୋଇଥିବାର ଦେଖିଲେ। ଦ୍ୱାରପାଳ ସେହି ବ୍ୟକ୍ତିଙ୍କୁ ପଚାରିଲେ, ତୁମେ କାହିଁକି ଆସିଛ? ବ୍ୟକ୍ତି ଜଣକ ଉତ୍ତର ଦେଲେ, ମୁଁ ରାଜାଙ୍କୁ ଏହି କୁକୁଡ଼ାଟି ଭେଟି ଦେବା ପାଇଁ ଆସିଛି। ଦ୍ୱାରପାଳ ସେହି ବ୍ୟକ୍ତିଙ୍କୁ ଆଣି ରାଜାଙ୍କ ସହିତ ପରିଚିତ କରାଇଲେ। ବ୍ୟକ୍ତି ଜଣକ କହିଲେ, ମହାରାଜ, ମୁଁ ଆପଣଙ୍କ ନାମରେ ଏହି କୁକୁଡ଼ାଟିଏ ରଖିଛି। ମୁଁ ଆପଣଙ୍କୁ ଏହାକୁ ଦେବା ପାଇଁ ଆସିଛି। ରାଜା ତ ଲୋଭୀ, ସେ କୁକୁଡ଼ା ଦେଖି କହିଲେ, ଠିକ୍ ଅଛି, ଏହା ମୋର କୁକୁଡ଼ା, ମୋତେ ଖାଇବାକୁ ଦିଅ। ବ୍ୟକ୍ତି ଜଣକ କୁକୁଡ଼ା ଦେଇ ଚାଲିଗଲେ। କିଛି ଦିନ ପରେ ବ୍ୟକ୍ତି ଜଣକ ପୁଣି ଆସିଲେ। ଏଥର ତାଙ୍କ ସହିତ ଗୋଟିଏ ଛେଳି ଆଣିଥିଲେ। ସେ ରାଜାଙ୍କୁ କହିଲେ, ମହାରାଜ, ମହାରାଜ, ଏଥର ମୁଁ ଆପଣଙ୍କ ନାମରେ ଏହି ଛେଳିଟିଏ ବାଜି ଲଗାଇଥିଲି। ବାଜିଟି ମୁଁ ଜିତିଗଲି। ତେଣୁ ମୁଁ ଆପଣଙ୍କ ପାଇଁ ଏହି ଛେଳିଟି ଆଣିଛି। ରାଜା ବହୁତ ଖୁସି ହେଲେ ଆଉ କହିଲେ, ଭଲ କଥା, ଏହି ଛେଳିକୁ ମୋ ଛେଳି ପଲରେ ମିଶାଇ ଦିଅ। ସେହି ବ୍ୟକ୍ତି ଛେଳିଟିକୁ ଦେଇ ଦେଇ ଚାଲିଗଲା। କିଛି ସପ୍ତାହ ପରେ ସେହି ବ୍ୟକ୍ତି ରାଜାଙ୍କ ଦ୍ୱାରଦେଶକୁ ପୁଣି ଆସିଲେ। ଏଥର ଆଉ 2 ଜଣ ଲୋକ ସହିତ ଆସିଥିଲେ। ଦ୍ୱାରପାଳ ତାଙ୍କୁ ପୁନର୍ବାର ରାଜାଙ୍କ ସହିତ ଭେଟ କରାଇଲେ। ରାଜା ସେହି ବ୍ୟକ୍ତିଙ୍କୁ ପଚାରିଲେ, ତୁମେ ଏଥର ମୋ ପାଇଁ କ'ଣ ଆଣିଛ? ଆଉ ତୁମ ସହିତ ଏହି 2 ଜଣ ବ୍ୟକ୍ତି କିଏ? ସେହି ବ୍ୟକ୍ତି ରାଜାଙ୍କୁ କହିଲେ, ମହାରାଜ, ଏଥର ମୁଁ ଆପଣଙ୍କ ନାମରେ 500 ରୂପା ମୁଦ୍ରା ବାଜି କରି ଲଗାଇଥିଲି, ହେଲେ ମୁଁ ହାରିଗଲି। ତେବେ ମୋତେ ଏହି 2 ଜଣ ଲୋକଙ୍କୁ 500 ରୂପା ମୁଦ୍ରା ଦେବାକୁ ପଡ଼ିବ। ଏହା ଶୁଣି ରାଜା ତାଙ୍କର ଭୁଲ ବୁଝିପାରିଲେ, କିନ୍ତୁ ସେ ସେମାନଙ୍କୁ ମନା କରିପାରିଲେ ନାହିଁ। କାରଣ ସେ ଆଗରୁ କୁକୁଡ଼ା ଆଉ ଛେଳି ଗ୍ରହଣ କରିବା ସମୟରେ ମନା କରିନଥିଲେ। ସେ 2 ଜଣଙ୍କୁ 500 ରୂପା ମୁଦ୍ରା ଦେଲେ ଆଉ ସେମାନଙ୍କୁ ଚାଲିଯିବାକୁ କହିଲେ। ତାପରେ ରାଜା ଯୁଆଡ଼ିକୁ କହିଲେ, ଏବେଠାରୁ ତୁମେ ମୋ ନାମରେ କୌଣସି ବାଜି ଲଗାଇବ ନାହିଁ ଏବଂ ମୋ ଦ୍ୱାରକୁ କେବେ ଆସିବ ନାହିଁ। ଏହିପରି ଭାବରେ ରାଜାଙ୍କୁ ତାଙ୍କ ଭୁଲ ପାଇଁ ବହୁତ ମୂଲ୍ୟ ଦେବାକୁ ପଡ଼ିଲା। ତେଣୁ ବିନା ଚିନ୍ତାରେ କାହାଠାରୁ କିଛି ମାଗଣା ନେବା ଉଚିତ ନୁହେଁ।